ଶ୍ରୀକୃଷ୍ଣ କହୁଛନ୍ତି ଅର୍ଜୁନକୁ, ଏହି ଅନନ୍ତ ବ୍ରହ୍ମାଣ୍ଡରେ ଆମେ କେବଳ ଏକ ମାଧ୍ୟମ ଅଟୁ। ପ୍ରତ୍ୟେକ ଘଟଣାର ଏକ କାରଣ ଥାଏ ଏବଂ ପ୍ରତ୍ୟେକ ଲାଭ ସହିତ ଏକ ମୂଲ୍ୟ। ବିନମ୍ର ହୁଅ ଅର୍ଜୁନ, ଗଛ ଏତେ ଫଳରେ ଲଦି ହୋଇଯାଏ ସେତେ ଅଧିକ ନଇଁଯାଏ। ସଂସାରରେ ଏହି ସମ୍ପୂର୍ଣ୍ଣ ସମୟ ଚକ୍ରରେ ତୁମେ କ'ଣ ହେବ? କେବଳ ଏକ କ୍ଷୁଦ୍ର ମୁହୂର୍ତ୍ତ। ତୁମେ ନା ଧର୍ମ ନା ଧର୍ମର ରକ୍ଷକ। ତୁମେ କେବଳ ଧର୍ମର ରକ୍ଷକ ନିମିତ୍ତ ଏକ ପାତ୍ର। ଏହା କଥାରେ ଗର୍ବ କର ନାହିଁ, ବରଂ ଉପକାର ମାନ। କେବଳ ଅସ୍ତ୍ର ବୁଲାଇଲେ କେହି କ୍ଷତ୍ରିୟ ହୋଇଯାଏ ନାହିଁ। ଅସ୍ତ୍ରଶସ୍ତ୍ରକୁ ନିୟନ୍ତ୍ରଣ କରିବା ଶିଖ। ଏହା ହିଁ ଶାସନ ସତ୍ୟ ଏବଂ ଜୀବନର ମଧ୍ୟ। କ୍ରୋଧ ଦକ୍ଷ, ହିଂସା ଦକ୍ଷକ ବିଜୟ ହୋଇପାରେ, କିନ୍ତୁ ଦୀର୍ଘସ୍ଥାୟୀ ଶାନ୍ତି ନୁହେଁ। ଏଥିପାଇଁ ଆତ୍ମସମ୍ମାନ ଆବଶ୍ୟକ। ଜୀବନରେ କେବଳ ଗୋଟିଏ ଜିନିଷ ଅଟଳ, ତାହା ଭଲ ହେଉ କିମ୍ବା ଖରାପ, ନିଜର ପରିବର୍ତ୍ତନ। ମୃତ୍ୟୁ ଲୋକରେ କେହି ନିଜ କର୍ମକୁ ବଞ୍ଚିପାରିବ ନାହିଁ, କିମ୍ବା ମୃତ୍ୟୁଠାରୁ ମଧ୍ୟ ନୁହଁ। ମୁଁ ମଧ୍ୟ ନୁହେଁ। ଆତ୍ମଚିନ୍ତାର ଏହି ଅନ୍ଧକାରରେ ମୋ ହାତ ଧର। ମୁଁ ତୁମକୁ ନାକୁ ସୁରକ୍ଷିତ କୂଳରେ ପହଞ୍ଚାଇବି। ଯେଉଁମାନେ ଭବିଷ୍ୟତରେ ଦୂରଦୃଷ୍ଟି ମୋତେ ଦେଖୁଛନ୍ତି, ଆପଣମାନେ ମଧ୍ୟ ମୋ ହାତ ଧରି ଚାଲନ୍ତୁ। କାରଣ ପ୍ରଶ୍ନ ଏହି ସାଗରକୁ ଯଦି କେହି ଆପଣଙ୍କୁ ପାର କରାଇବ, ତାହେଲେ ମୁଁ। ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ, ହେ ନାଥ ନାରାୟଣ।